ବାଲିଗୁଡ଼ା ଯାହା ଘରେ ପଶିବ ବସେ, ଯାହା ଘରେ ପଶିବ ଖାଲି ଡାଟା ପତ୍ର ମରେ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନାର ପୂର୍ବତନ ଥାନା ଅଧିକାରୀ ଶିବରଞ୍ଜନ ସିଂଘାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବାଲିଗୁଡ଼ା ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ବାଲିଗୁଡ଼ାର ପୂର୍ବତନ ଥାନା ଅଧିକାରୀ ଟିକାବାଲିଠାରେ ପୁଲିସର ଏକ ନିଶା ନିବାରଣ ବୈଠକରେ ଦେଇଥିବା ବିବାଦୀୟ ବୟାନକୁ ନେଇ ବାଲିଗୁଡ଼ା ଜନସାଧାରଣ, ବୁଦ୍ଧିଜୀବୀ, ସମାଜସେବୀ, ସାମ୍ବାଦିକ ଓ ବିଭିନ୍ନ ୟୁନିୟନ ପକ୍ଷରୁ ତାଙ୍କ ବିରୁଦ୍ଧରେ ଏତଲା ଦେବାକୁ ସଜବାଜ ହେଉଥିବା ଜଣାପଡ଼ିଛି। ବର୍ତ୍ତମାନର ଟିକାବାଲି ଆଇଆଇସି ତଥା ପୂର୍ବତନ ବାଲିଗୁଡ଼ା ଥାନା ଅଧିକାରୀଙ୍କ ଏଭଳି ବୟାନ ବାଲିଗୁଡ଼ାବାସୀଙ୍କୁ ବ୍ୟଥିତ କରିଛି। ଏ ବୟାନକୁ ନେଇ ବାଲିଗୁଡ଼ା ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯିବା ସହ ଆଇଆଇସି ବାଲିଗୁଡ଼ା ଜନସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି ରଖାଯାଇଛି। ভিডিওটি ମୁଁ ବି ଦେଖିଛି ଏବଂ ଭିଡ଼ିଓଟି ଦେଖିଲା ପରେ ମୁଁ ତ ଅନୁଭବ କଲି ଯେ ନିଶ୍ଚିତ ଭାବେ ଏହା ବାଲିଗୁଡ଼ାର ସ୍ୱାଭିମାନ ପ୍ରତି ନିଶ୍ଚିତ ଭାବେ ଆଞ୍ଚ ଆସୁଛି। କାରଣ ଗଞ୍ଜେଇ ଚାଷ କଥା ଯଦି କହିବା କେବଳ ବାଲିଗୁଡ଼ା ନୁହଁ, କନ୍ଧମାଳ ଜିଲ୍ଲାରେ ଅନେକ ସ୍ଥାନରେ ମଧ୍ୟ ହୋଇଥାଏ, କିନ୍ତୁ ବାଲିଗୁଡ଼ାର ଘରେ ଘରେ ଗଞ୍ଜେଇ କହିବାଟା ଏଇଟା ବିଲକୁଲ ଆଦୌ ସମୀଚୀନ ନୁହଁ। କାରଣ ଜିଲ୍ଲାରେ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଅଛନ୍ତି, ବହୁତ ସୋସିଆଲ ଆକ୍ଟିଭିଷ୍ଟ ଅଛନ୍ତି, ବହୁତ ସରକାରୀ ଅଧିକାରୀ ବି ଅଛନ୍ତି। ଏମିତି ଏଭଳିଆ ମନ୍ତବ୍ୟ ଯେଉଁଟାକି ଭିତ୍ତିହୀନ ମନ୍ତବ୍ୟ ବା ଏଭଳିଆ ମନ୍ତବ୍ୟ ଦେବାର ଆଦୌ ସମୀଚୀନ ନାହିଁ ବୋଲି ମୁଁ ମନେ କରୁଛି। ତେଣୁ ଏଭଳିଆ ମନ୍ତବ୍ୟ ଦେବାରୁ ଦୟାକରି କ୍ଷାନ୍ତ ରୁହନ୍ତୁ। ଆକୁ ବାଲିଗୁଡ଼ାର ଜନସାଧାରଣ ଜାତିଗତ ଦଳ ନିର୍ବିଶେଷରେ ସମସ୍ତେ ଆକୁ ନିନ୍ଦା କରୁଛନ୍ତି ଯେ ବାଲିଗୁଡ଼ା ଟାଉନରେ ସେ କେଉଁ ଘରୁ ଗଞ୍ଜେଇ ସିଜ୍ କରୁଛନ୍ତି, କେଉଁ ଏସ୍ଡିପିଓ ଘରୁ ଗଞ୍ଜେଇ କରିଛନ୍ତି କି, ଏସ୍ପି ଘରୁ ଗଞ୍ଜେଇ କାଢ଼ିଛନ୍ତି କି, କେଉଁ ଅଫିସର ଘରୁ ଗଞ୍ଜେଇ କାଢ଼ିଛନ୍ତି କି, କାହା ଘରୁ ଗଞ୍ଜେଇ କାଢ଼ିଛନ୍ତି, ଆଉ କେତେ ଲୋକ ବାଲିଗୁଡ଼ା ଟାଉନରେ ଘରେ ସେ ବୁଲିକିରି ଗଞ୍ଜେଇ ସିଜ୍ କରୁଛନ୍ତି, ଫାଷ୍ଟ ସେଇଟା ସେ କହିବା କଥା। ଏଭଳି ଗୋଟେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ଆଇଆଇସି ସେ ଜାଣିଥିବେ ସେ ଗୋଟେ ଦୁର୍ନୀତିଗତ ଆଇଆଇସି, ସେଇଠି ଥିଲେ ଏଠି ତାକୁ ଦୁର୍ନୀତିତାରେ ତାକୁ 4 ମାସରେ କିଏ ଆମ ବାଲିଗୁଡ଼ା ଇତିହାସରେ 4 ମାସରେ ଆଇଆଇସି ଏଠୁ ଟ୍ରାନ୍ସଫର ହେଇନାହାନ୍ତି। ସେ ଜଣେ ଦୁର୍ନୀତିଗତ ଅଫିସର ଏଠି ଥିଲେ। ବାଲିରେ ହଉ, ଗଞ୍ଜେଇରେ ହଉ, ଟ୍ରକରେ ହଉ, ସବୁରେ ସେ ଦୁର୍ନୀତି କରିକି ଯିବା ଯୋଗୁଁ ଆମେ ଏସ୍ପି ମଧ୍ୟ ଯେଉଁଥିକି ବର୍ତ୍ତମାନ ବାଲିଗୁଡ଼ା ଇତିହାସରେ ଆପଣମାନେ ଦେଖିବେ କନ୍ଧମାଳରେ ଯେଟା ଏମିତି ଏଭଳି ଅଫିସର ଅଛନ୍ତି। ଓଡ଼ିଶା ପୁଲିସରେ ତ ଆମେ ଭାବିବୁ ଯେ ଏଭଳି ଅଫିସର ଯଦି ରହିବ ଓଡ଼ିଶା ରାଜ୍ୟ 1 ନମ୍ବର ରହିବ, ଯେମିତିକି ଏସ୍ପି କନ୍ଧମାଳ, ଏସ୍ଡିପିଓ ବାଲିଗୁଡ଼ା, ମାନେ ବେଷ୍ଟ ଅଫିସର। ଏଭଳି ଅଫିସର ରହିକିରି ଏଭଳି ଯେଉଁ ଆଇଆଇସି ମାନଙ୍କୁ ଏଭଳି ବକ୍ତବ୍ୟ ଯଦି କିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନେବେ, ବାଲିଗୁଡ଼ା ଜନସାଧାରଣ ଆମେ ସମସ୍ତେ ଆଜି ନିଷ୍ପତ୍ତି କରିଛୁ, ଜାତିଗତ ଦଳ ନିର୍ବିଶେଷରେ ସମସ୍ତେ ଆମେ ରାଜରାସ୍ତାକୁ ଆସିବୁ, ବାଲିଗୁଡ଼ା ବନ୍ଦ ଡାକରା ଦେବୁ। ୟା ପାଇଁ ଦରକାର ପଡ଼ିଲେ ଆଇନଗତ ଲଢ଼େଇ ବି ଆମେ ଲଢ଼ିବୁ। ଆମର ବାଲିଗୁଡ଼ାର ଯେଉଁ ପୂର୍ବତନ ଆଇଆଇସି ଶଙ୍କର ସିଂଘା, ଏଇଟା ବଡ଼ ଦୁର୍ଭାଗ୍ୟଜନକ। କାରଣ ଯେ ପ୍ରତି ଘରେ ଘରେ ଗଞ୍ଜେଇ ଥିବା କଥା ଆର ସେ ପ୍ରମାଣ ଦେବାର ଆବଶ୍ୟକତା ଅଛି। ସେ କିଛି ପ୍ରମାଣ ନଥାଇ ପ୍ରତି ଘରେ ଗଞ୍ଜେଇ ଅଛି ବୋଲି ଏଇଟା କହିବାଟା ଗୋଟେ ଆମ ବାଲିଗୁଡ଼ା ପ୍ରତି, ଆମର ଜିଲ୍ଲା ପ୍ରତି ଗୋଟେ ଏଇଟା ଗୋଟେ ଅପମାନ ସୂଚକ କଥା ରହୁଛି। ସେଥିପାଇଁ ସେ ତାଙ୍କର ଯେଉଁ ବକ୍ତବ୍ୟ ଦେଇଛନ୍ତି ସେଇଟାକୁ ସେ ପ୍ରତ୍ୟାହାର କରିନିଅନ୍ତୁ, ଏଇଟା ମୁଁ ଦାବି କରୁଛି। କନ୍ଧମାଳରୁ ବନବାସୀ ପ୍ରଧାନଙ୍କ ରିପୋର୍ଟ ଟୁଡେ।